প্রিয় বন্ধুগণ, ଆପଣମାନଙ୍କୁ ଏହି ଭିଡ଼ିଓରେ ସ୍ୱାଗତ ଜଣାଉଛି। ଆଜିର ଭିଡ଼ିଓ ଆପଣମାନଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ରହିବ। ଆପଣମାନଙ୍କ ପାଇଁ ଛୋଟ ରିକ୍ୱେଷ୍ଟ, ଆପଣମାନେ ଭିଡ଼ିଓକୁ ବିଲକୁଲ ସ୍କିପ୍ କରିବେ ନାହିଁ। ଫାର୍ଷ୍ଟ ଟୁ ଲାଷ୍ଟ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ଦେଖିବେ। ବନ୍ଧୁଗଣ, ଏବେ ଶୁଣନ୍ତୁ। ଯଦି ଘରେ କୌଣସି ଲୋକଙ୍କର ମାନସିକ ଦୁଶ୍ଚିନ୍ତା ଲାଗି ରହୁଥାଏ, ତେବେ ତାଙ୍କ ଦ୍ୱାରା ମାଟିର ପାତ୍ରରେ ଗଛ ବୃକ୍ଷଙ୍କୁ ପାଣି ଦେଲେ ତାହା ଦୂର ହୋଇଥାଏ। ମାଟିରେ ତିଆରି ହୋଇଥିବା ଠାକୁରଙ୍କର ମୂର୍ତ୍ତି ଘରେ ରଖି ପୂଜା କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ଏବଂ ଆର୍ଥିକ ସ୍ଥିରତା ଆସିଥାଏ। ବନ୍ଧୁଗଣ, ମନେ ରଖନ୍ତୁ, ଘରେ କୌଣସି ମାଟି ପାତ୍ରରେ ପାଣି ରଖି ତା ଆଗରେ ଦୀପଟିଏ ଜଳାଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଘରର ଅଗଣାରେ ପାରିଜାତ ପୁଷ୍ପ ଅଥବା ସେଫାଳି ଗଛ ଲଗାଇବା ଉଚିତ। ବନ୍ଧୁଗଣ, ମନେ ରଖନ୍ତୁ, ଏହା ଶୁଭ ହେବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଏହା କଲେ ଆପଣମାନଙ୍କର ମଙ୍ଗଳ ହେବ। ଘର ଅଗଣାରେ ଧଳା ପଳାଶ ଏବଂ ଲକ୍ଷ୍ମଣ ଗଛ ଲଗାଇବା ଦ୍ୱାରା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ଏବଂ ଘରେ ଧନର ଆଗମନ ହୋଇଥାଏ। ଘରର ଉତ୍ତର ପୂର୍ବ ଦିଗରେ କଦଳୀ ଗଛ ଲଗାଇବା ପୂଜା କରିବା ଦ୍ୱାରା କଲ୍ୟାଣକାରୀ ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ବନ୍ଧୁଗଣ, ଘର ପାଖରେ ଧଳା ଅପରାଜିତା ଗଛ ଲଗାଇବା ଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ। ତା ସହିତ ଧନ ସମ୍ପଦକୁ ଆକର୍ଷିତ କରିଥାଏ। ଘରର ଡ୍ରଇଂ ରୁମ୍ରେ ଦୁଇଟି ମାଛର ଚିତ୍ର, ମନେ ରଖନ୍ତୁ, ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଚାକିରି କ୍ଷେତ୍ରରେ ପଦର ଉନ୍ନତି ହେବା ସହିତ ଅର୍ଥର ଆଗମନ ହୋଇଥାଏ। ବନ୍ଧୁଗଣ, ଏହା କଲେ ଆପଣମାନଙ୍କର ମଙ୍ଗଳ ହେବ, ଆପଣମାନଙ୍କର ସବୁ ଦୁଃଖ ଦୂର ହେବ। ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ବଇଁଶୀ ରଖିବା ଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ। ତା ସହିତ ଦାରିଦ୍ରତା ଦୂର ହୋଇଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଏହା କଲେ ଆପଣମାନଙ୍କର ମଙ୍ଗଳ ହେବ। ଠାକୁର ଘରେ ଶଙ୍ଖ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଘରେ ଲକ୍ଷ୍ମୀର ନିବାସ କରିଥାନ୍ତି। ତା ସହିତ ଘରେ ଧନର ଅଭାବ ହୋଇନଥାଏ। ଘରେ ଲକ୍ଷ୍ମୀ ଏବଂ କୁବେରଙ୍କର ମୂର୍ତ୍ତି ରଖିବା ଉଚିତ। ମନେ ରଖନ୍ତୁ, ଏହା ମଙ୍ଗଳକାରୀ ହୋଇଥାଏ ଏବଂ ଧନ ବୃଦ୍ଧି ହେବା ସହିତ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ। ଘରେ ଏକ ଆଖିଆ ନଡ଼ିଆ ରଖିବା ଉଚିତ। ମନେ ରଖନ୍ତୁ, ଏହା ଶୁଭ ହେବା ସହିତ ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାଏ ଏବଂ ଜୀବନରେ ଆର୍ଥିକ ସଙ୍କଟ ଦେଖା ଦେଇନଥାଏ। ଏହା କଲେ ଆପଣମାନଙ୍କର ମଙ୍ଗଳ ହେବ। କିଛି କଉଡ଼ିରେ ହଳଦୀ ଲଗାଇ ଲାଲ କପଡ଼ାରେ ବାନ୍ଧି ପଇସା ରଖୁଥିବା ସ୍ଥାନରେ ରଖିବା ଦ୍ୱାରା ଶୁଭ ହୋଇଥାଏ। ମନେ ରଖନ୍ତୁ ବନ୍ଧୁଗଣ, ଏହା କରିବା ଦ୍ୱାରା ଧନ ଲାଭ ହେବାର ସମ୍ଭାବନା ବୃଦ୍ଧି ହୋଇଥାଏ। କଳସକୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ, ଆପଣମାନେ ସମସ୍ତେ ଜାଣନ୍ତି ଏବଂ ଘରର ଈଶାନ୍ୟ କୋଣରେ ଅଷ୍ଟଦଳ ପଦ୍ମ ଅଙ୍କନ କରି ତା ଉପରେ କଳସ ରଖିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ଏହା କଲେ ଆପଣମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣାଙ୍କର ଚିତ୍ର ଲଗାଇବା ଉଚିତ। ମନେ ରଖନ୍ତୁ, ତା ସହିତ ଫଳ ଏବଂ ପନିପରିବା ଚିତ୍ର ଲଗାଇବା ଦ୍ୱାରା ଘରେ ଅଭାବ ଦୂର ହୋଇଥାଏ। ବନ୍ଧୁଗଣ, ମନେ ରଖନ୍ତୁ, ଏହା କଲେ ମଙ୍ଗଳ ହୋଇଥାଏ। ଘରର ରୋଷେଇ ଘରେ ବସି ଭୋଜନ କରିବା ଉଚିତ। ଏହା ଶୁଭ ହୋଇଥାଏ। ତା ସହିତ ରାହୁ ଏବଂ କେତୁ ଗ୍ରହଙ୍କର ଖରାପ ପ୍ରଭାବ ପଡ଼ିନଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଏହା କଲେ ଆପଣମାନଙ୍କର ମଙ୍ଗଳ ହେବ। ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଘଣ୍ଟା ଲଗାଇବା ଉଚିତ। ଏହା ଶୁଭ ଏବଂ ମଙ୍ଗଳକାରୀ ହେବା ସହିତ ଆର୍ଥିକ ଉନ୍ନତି ହୋଇଥାଏ। ଘରର ଦକ୍ଷିଣ ଦିଗରେ କେବେ ବି ଘଡ଼ି ଲଗାଇବା ଉଚିତ ନୁହେଁ। ମନେ ରଖନ୍ତୁ, ଏହା ଅଶୁଭ ହୋଇଥାଏ ଏବଂ ଘରର ମୁଖ୍ୟ ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହେବା ସହିତ ଉନ୍ନତିର ବାଧାପ୍ରାପ୍ତ ହୋଇଥାଏ। ଯଦି ବହୁତ ପରିଶ୍ରମ କଲା ପରେ ବି, ମନେ ରଖନ୍ତୁ, ପରିଶ୍ରମ ଫଳ ମିଳୁନଥାଏ, ତେବେ ଖଣ୍ଡିଏ ଧଳା କପଡ଼ାରେ କିଛି ଚାଉଳ ଏବଂ ଗୋଟିଏ ଗୁଆ ବାନ୍ଧି କୌଣସି ମନ୍ଦିରରେ ରଖିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ବନ୍ଧୁଗଣ, ଯଦି ଏପର୍ଯ୍ୟନ୍ତ ଭିଡ଼ିଓକୁ ଲାଇକ୍ କରିନାହାନ୍ତି, ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏମିତିକା ଭିଡ଼ିଓ ଆଗକୁ ଦେଖିବା ପାଇଁ। ଘରେ କେବେ ବି ବୁଢ଼ିଆଣୀ ବସା ହେବା ଉଚିତ ନୁହେଁ। ମନେ ରଖନ୍ତୁ, ଏହା ଅଶୁଭ ହୋଇଥାଏ ଏବଂ ଆର୍ଥିକର ସ୍ଥିତି ଖରାପ ହେବା ସହିତ ଉନ୍ନତିର ବାଧାପ୍ରାପ୍ତ ହୋଇଥାଏ। ଘରେ ବୁଢ଼ିଆଣୀ ଜାଲ ରହିଥିଲେ ଧାର୍ମିକ କାର୍ଯ୍ୟରେ ଲାଭପ୍ରାପ୍ତ ହୋଇନଥାଏ ଏବଂ ପରିବାରର ଲୋକଙ୍କ ଭିତରେ ସମ୍ପର୍କ ଖରାପ ହୋଇଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ,
ଏହା ଆପଣ କରନ୍ତୁ, ନିଶ୍ଚିତ ରୂପରେ ମଙ୍ଗଳ ହେବ। ଯଦି ଜାଲ ବୁଣୁଥିବା ବୁଢ଼ୀ ଆଣି ଦେଖନ୍ତି ତେବେ ଶୁଭ ହୋଇଥାଏ ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବା ସହିତ ପ୍ରଶଂସା ମିଳିବାର ସଂକେତ ମିଳିଥାଏ। ବନ୍ଧୁଗଣ ମନେ ରଖନ୍ତୁ, ଯଦି ନିଜର ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ଚାହୁଁଥାନ୍ତି ତେବେ ଘରର ଉତ୍ତର ଦିଗରେ ଥିବା କାନ୍ଥରେ ସବୁଜ ରଙ୍ଗ କରିବା ଉଚିତ। ମନେ ରଖନ୍ତୁ, ଏହା ମଙ୍ଗଳକାରୀ ହୋଇଥାଏ। ଘରେ ପ୍ଲାଷ୍ଟିକ ଫୁଲ କିମ୍ବା ଗୁଲଦସ୍ତା ରଖିବା ଉଚିତ ନୁହେଁ। ମନେ ରଖନ୍ତୁ, ଏହା ଅଶୁଭ ହୋଇଥାଏ ଏବଂ ଘରେ ନକାରାତ୍ମକ ଶକ୍ତିର ବୃଦ୍ଧି ପାଇଥାଏ। ଘରେ ଶୁଖିଲା ଫୁଲ ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ପରିବାରର ଲୋକଙ୍କର ସ୍ୱଭାବ ଚିଡ଼ଚିଡ଼ା ହେବା ସହିତ ହସ ଖୁସି ଦୂରେଇ ଯାଇଥାଏ। ବନ୍ଧୁଗଣ, ଏହା କଲେ ଆପଣମାନଙ୍କର ମଙ୍ଗଳ ହେବ। କେବେ ବି ଅନ୍ୟ କାହାର ଘଡ଼ି ମାଗି ନିଜେ ବ୍ୟବହାର କରିବା ଉଚିତ ନୁହେଁ ଏବଂ ଅମଙ୍ଗଳକାରୀ ହୋଇଥାଏ ଏହା ଏବଂ ତାଙ୍କର ଖରାପ ସମୟ ଭୋଗିବାକୁ ପଡ଼ିଥାଏ। ମନେ ରଖନ୍ତୁ, ଆପଣମାନେ ଅନ୍ୟ କାହାର ଘଡ଼ି ବ୍ୟବହାର କରିବା ଉଚିତ ହୋଇନଥାଏ। ଅନ୍ୟ ଲୋକଙ୍କର ମୁଦି କେବେ ବି ମାଗିକରି ପିନ୍ଧିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ କୌଣସି ସମସ୍ୟା ଦେଖାଦେବାର ସମ୍ଭାବନା ରହିଥାଏ। ଅନ୍ୟ କାହାର ବସ୍ତ୍ର କେବେ ବି ମାଗିକରି ପିନ୍ଧିବା ଉଚିତ ନୁହେଁ। ବନ୍ଧୁଗଣ ମନେ ରଖନ୍ତୁ, ଏହା ଅଶୁଭ ହୋଇଥାଏ ଏବଂ ଦୁର୍ଭାଗ୍ୟ ଦେଖାଦେବା ସହିତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ଅନ୍ୟ କାହାର ଜୋତା କିମ୍ବା ଚପଲ ପିନ୍ଧିବା ଉଚିତ ନୁହେଁ। ବନ୍ଧୁଗଣ ମନେ ରଖନ୍ତୁ, ଏହାଦ୍ୱାରା ଦାରିଦ୍ର୍ୟତା ଦେଖାଦେବାର ସମ୍ଭାବନା ରହିଥାଏ ଏବଂ ଅନ୍ୟ ଲୋକଙ୍କ ସମସ୍ୟା ନିଜେ ଭୋଗିବାକୁ ପଡ଼ିଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଏହା ମନେ ରଖି କାର୍ଯ୍ୟ କଲେ ଆପଣମାନଙ୍କର ମଙ୍ଗଳ ହେବ। ଅନ୍ୟ କାହାର ପେନ୍ କିମ୍ବା ପେନସିଲ୍ ଯଦି ବ୍ୟବହାର କରୁଥାନ୍ତି ତେବେ ତାକୁ ନିଶ୍ଚିନ୍ତ ରୂପେ ଫେରାଇବା ଉଚିତ। ଏହାଦ୍ୱାରା ଆର୍ଥିକ ହାନି ହେବାର ସମ୍ଭାବନା ରହିଥାଏ। ବନ୍ଧୁଗଣ ମନେ ରଖନ୍ତୁ, ଏହା କଲେ ଆପଣମାନଙ୍କର ମଙ୍ଗଳ ହେବ। ଅନ୍ୟ ଲୋକଙ୍କର ଶେଯରେ କେବେ ବି ଶୋଇବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଅର୍ଥ ଅଭାବ ଦେଖାଦେବା ସହିତ କୌଣସି ସମସ୍ୟା ଦେଖାଦିଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ରବିବାର ଦିନ ହାଲକା ଗୋଲାପୀ, ନାରଙ୍ଗୀ, ଲାଲ କିମ୍ବା ସୁନେଲି ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ସୂର୍ଯ୍ୟଦେବଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ। ବନ୍ଧୁଗଣ ମନେ ରଖନ୍ତୁ, ଏହି ପୋଷାକ ବ୍ୟବହାର କରନ୍ତୁ। ସୋମବାର ଦିନ ଧଳା, ଘିଅ ରଙ୍ଗ, ରୁପେଲି କିମ୍ବା ଫିଜା ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ଶୁଭ ହୋଇଥାଏ। ଫିକା ରଙ୍ଗର ଏବଂ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ। ମଙ୍ଗଳବାର ଦିନ କମଳା ରଙ୍ଗ କିମ୍ବା ଲାଲ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ଶୁଭ ହୋଇଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଏବଂ ଉତ୍ସାହର ସହିତ ସାହସ ମଧ୍ୟ ବୃଦ୍ଧି ହୋଇଥାଏ। ବନ୍ଧୁଗଣ, ବୁଧବାର ଦିନ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିବା ଦ୍ୱାରା ଶୁଭ ହୋଇଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଏବଂ ଗଣେଶଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ସହିତ ବୁଦ୍ଧି ଏବଂ ଜ୍ଞାନ ପ୍ରାପ୍ତ ହୋଇଥାଏ। ବନ୍ଧୁଗଣ ମନେ ରଖନ୍ତୁ, ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହେବା ସହିତ ଭାଗ୍ୟ ଏବଂ ଆୟୁର ମଧ୍ୟ ବୃଦ୍ଧି ହୋଇଥାଏ। ବନ୍ଧୁଗଣ ମନେ ରଖନ୍ତୁ, ଶୁକ୍ରବାର ଦିନ ଧଳା, ଗୋଲାପୀ ଏବଂ ବେରଙ୍ଗୀ ବସ୍ତ୍ର ପିନ୍ଧିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଧନବୃଦ୍ଧି ହେବା ସହିତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ବନ୍ଧୁଗଣ ମନେ ରଖନ୍ତୁ, ଏହା କଲେ ଆପଣମାନଙ୍କର ନିଶ୍ଚିନ୍ତ ରୂପରେ ମଙ୍ଗଳ ହେବ। ମନେ ରଖନ୍ତୁ, ଶନିବାର ଦିନ କଳା, ନୀଳ କିମ୍ବା ବାଇଗଣୀ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଆତ୍ମବିଶ୍ୱାସ ସହିତ ସାହସ ମଧ୍ୟ ବୃଦ୍ଧି ହୋଇଥାଏ। ବନ୍ଧୁଗଣ, ନାରୀ ବା କୁମାରୀମାନଙ୍କ ସହିତ କଥା ହେଲାବେଳେ ସେମାନଙ୍କର ପାଦକୁ ଚାହିଁ କଥା ହେବା ଉଚିତ, ଏହା ମଙ୍ଗଳକାରୀ ହୋଇଥାଏ। ବନ୍ଧୁଗଣ ମନେ ରଖନ୍ତୁ, ମଣିଷକୁ ସାପ କାମୁଡ଼ିଲେ ତୁରନ୍ତ ମୁଥାମୂଳ ରସ ପିଇଲେ ମଣିଷ ମୃତ୍ୟୁ ମୁଖରୁ ବଞ୍ଚିଥାଏ। ବନ୍ଧୁଗଣ, ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍